ମା ବୃଦ୍ଧାଶ୍ରମରେ ପୁଅ ବିଦେଶରେ ଏକ ଭାବପ୍ରବଣ ଓ ଶିକ୍ଷଣୀୟ କାହାଣୀ। ନମସ୍କାର ବନ୍ଧୁଗଣ, ଡେରି ନ କରି ଆସନ୍ତୁ ବିଷୟରେ ପ୍ରବେଶ କରିବା। କଳାହାଣ୍ଡି ଜିଲ୍ଲାର ଏକ ଛୋଟ ଗାଁରେ ରହୁଥିଲେ ବିମଳା ଦେବୀ। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନର ଏକମାତ୍ର ଆଶା ଥିଲା ତାଙ୍କ ପୁଅ ଅମିତ। ଅମିତ ଯେତେବେଳେ 5 ବର୍ଷର ଥିଲା ସେତେବେଳେ ତାଙ୍କ ବାପା ଏକ ସଡ଼କ ଦୁର୍ଘଟଣାରେ ଚାଲିଗଲେ। ସେହି ଦିନଠାରୁ ବିମଳା ଦେବୀ ନିଜର ସମସ୍ତ ସୁଖକୁ ଭୁଲି କେବଳ ପୁଅକୁ ମଣିଷ କରିବାରେ ଲାଗି ପଡ଼ିଲେ। ଦିନରେ ଲୋକଙ୍କ ଘରେ କାମ କରୁଥିଲେ, ରାତିରେ ଘରେ ବସି ସିଲେଇ କରୁଥିଲେ। ଅନେକ ଦିନ ସେ ନିଜେ ଭୋକରେ ରହୁଥିଲେ, କିନ୍ତୁ ପୁଅକୁ ଭୋକରେ ଶୁଆଇ ନଥିଲେ। ଅମିତ ପଢ଼ାରେ ବହୁତ ଭଲ ଥିଲା। ତାଙ୍କ ସଫଳତା ଦେଖି ବିମଳା ଦେବୀଙ୍କ ଆଖିରେ ଖୁସିର ଲୁହ ଆସି ଯାଉଥିଲା। ମୋ ପୁଅ ଦିନେ ବଡ଼ ଅଫିସର ହେବ, ସେ ସମସ୍ତଙ୍କୁ ଗର୍ବର ସହ କହୁଥିଲେ। ସମୟ ବିତିଗଲା। ଅମିତ ଇଞ୍ଜିନିୟରିଂ ପଢ଼ିଲା ଏବଂ ଏକ ବଡ଼ କମ୍ପାନୀରେ ଚାକିରି ପାଇଲା। କିଛି ବର୍ଷ ପରେ ତାକୁ ଆମେରିକା ଯିବାର ସୁଯୋଗ ମିଳିଲା। ବିମଳା ଦେବୀ ବହୁତ ଖୁସି ହେଲେ। ପୁଅ, ତୁ ମୋର ସ୍ୱପ୍ନ ପୂରଣ କରିଦେଲୁ ବୋଲି ସେ ତାକୁ ଆଶୀର୍ବାଦ କଲେ। ଆମେରିକା ଯିବା ପୂର୍ବରୁ ଅମିତ କହିଲା, ମା, ମୁଁ ଶୀଘ୍ର ତୁମକୁ ମଧ୍ୟ ମୋ ପାଖକୁ ନେଇଯିବି। ଏହା ଶୁଣି ବିମଳା ଦେବୀଙ୍କ ମନ ଖୁସିରେ ଭରିଗଲା। କିନ୍ତୁ ବିଦେଶ ଯିବା ପରେ ଧୀରେ ଧୀରେ ସବୁ କିଛି ବଦଳିଗଲା। ପ୍ରଥମେ ଅମିତ ପ୍ରତିଦିନ ଫୋନ୍ କରୁଥିଲା, ପରେ ସପ୍ତାହକୁ ଥରେ, ତାପରେ ମାସକୁ ଥରେ। ମା ଘଣ୍ଟା ଘଣ୍ଟା ଧରି ଫୋନ୍କୁ ଚାହିଁ ରହୁଥିଲେ। ପ୍ରତିଥର ଫୋନ୍ ବାଜିଲେ ସେ ଭାବୁଥିଲେ, ମୋ ପୁଅର ଫୋନ୍ ଆସିଛି। କିନ୍ତୁ ଅଧିକାଂଶ ସମୟ ତାଙ୍କ ଆଶା ନିରାଶାରେ ପରିଣତ ହେଉଥିଲା। କିଛି ବର୍ଷ ପରେ ଅମିତ ବିଦେଶରେ ଏକ ଝିଅକୁ ବିବାହ କଲା। ତାଙ୍କ ସ୍ତ୍ରୀ ଭାରତ ଆସିବାକୁ ଚାହୁଁନଥିଲେ। ଧୀରେ ଧୀରେ ମା ଓ ପୁଅଙ୍କ ମଧ୍ୟରେ ଦୂରତା ବଢ଼ିଗଲା। ଏପଟେ ବିମଳା ଦେବୀ ବୟସର ଭାରରେ ଦୁର୍ବଳ ହେବାକୁ ଲାଗିଲେ। ଗୋଟିଏ ଦିନ ସେ ଘରେ ପଡ଼ି ଯାଇଥିଲେ। ପଡ଼ୋଶୀମାନେ ତାଙ୍କୁ ହସ୍ପିଟାଲକୁ ନେଲେ। ଖବର ପାଇ ଅମିତ ଫୋନ୍ କଲା, ମା, ମୁଁ ଏବେ ଆସିପାରିବି ନାହିଁ, ବହୁତ କାମ ଅଛି। ଏହି କଥା ଶୁଣି ବିମଳା ଦେବୀଙ୍କ ହୃଦୟ ଭାଙ୍ଗିଗଲା। କିନ୍ତୁ ସେ କିଛି କହିଲେ ନାହିଁ। କେବଳ କହିଲେ, ଠିକ୍ ଅଛି ପୁଅ, ତୁ ଭଲରେ ରହ। କିଛି ମାସ ପରେ ଅମିତ ଭାରତ ଆସିଲା। ମା ଭାବିଥିଲେ ପୁଅ ତାଙ୍କ ସହ କିଛି ଦିନ ରହିବ। କିନ୍ତୁ ଅମିତ ତାଙ୍କୁ ଏକ ବୃଦ୍ଧାଶ୍ରମକୁ ନେଇଗଲା। ସେ କହିଲା, ମା, ଏଠାରେ ତୁମର ଭଲ ଯତ୍ନ ହେବ। ବିମଳା ଦେବୀଙ୍କ ଆଖିରୁ ଲୁହ ବାହାରି ଆସିଲା। ସେ ପଚାରିଲେ, ପୁଅ, ମୁଁ କ'ଣ ତୋ ପାଇଁ ବୋଝ ହୋଇଗଲି? ଅମିତ ନୀରବ ରହିଲା। କିଛି ମିନିଟ୍ ପରେ ସେ ଚାଲିଗଲା। ଗାଡ଼ିଟି ଆଖିରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ବିମଳା ଦେବୀ ତାକୁ ଚାହିଁ ରହିଥିଲେ। ବୃଦ୍ଧାଶ୍ରମରେ ଅନେକ ବୃଦ୍ଧ ଲୋକ ଥିଲେ। ସମସ୍ତଙ୍କ କାହାଣୀ ପ୍ରାୟ ସମାନ ଥିଲା। ସନ୍ତାନଙ୍କ ପାଇଁ ଜୀବନ ବିତାଇ ଦେଇଥିଲେ, କିନ୍ତୁ ଶେଷ ବୟସରେ ଏକା ହୋଇ ଯାଇଥିଲେ। ପ୍ରତିଦିନ ବିମଳା ଦେବୀ ଗେଟ୍ ପାଖରେ ବସି ରହୁଥିଲେ। ସେ ଭାବୁଥିଲେ, ଆଜି ହୁଏତ ପୁଅ ଆସିବ। କିନ୍ତୁ ଦିନ ଗଲା, ମାସ ଗଲା, ବର୍ଷ ମଧ୍ୟ ଗଲା, ଅମିତ ଆସିଲା ନାହିଁ। ଏକ ଦିନ ବୃଦ୍ଧାଶ୍ରମର ମ୍ୟାନେଜର ଦେଖିଲେ ବିମଳା ଦେବୀ ଗୋଟିଏ ଖାତାରେ କିଛି ଲେଖୁଛନ୍ତି। ସେ ପଚାରିଲେ, ମା, କ'ଣ ଲେଖୁଛନ୍ତି? ବିମଳା ଦେବୀ ହସି କହିଲେ, ମୋ ପୁଅ ପାଇଁ ଗୋଟିଏ ଚିଠି। ସେହି ଚିଠିରେ ଲେଖାଥିଲା, ପୁଅ ଅମିତ, ତୁ ଛୋଟ ଥିବାବେଳେ
ତୋର ହାତ ଧରି ଚାଲିବା ଶିଖାଇଥିଲି। ଆଜି ମୁଁ ବୁଢ଼ୀ ହୋଇଗଲି, ମୋତେ ଚାଲିବାକୁ କଷ୍ଟ ହେଉଛି। ତୁ ଛୋଟବେଳେ ରାତିରେ କାନ୍ଦିଲେ ମୁଁ ସାରା ରାତି ଉଜାଗର ରହୁଥିଲି। ଆଜି ମୁଁ ରାତିରେ କାନ୍ଦୁଛି, କିନ୍ତୁ ଶୁଣିବାକୁ କେହି ନାହିଁ। ମୁଁ ତୋ ଉପରେ ରାଗ କରୁନି, କାରଣ ମା କେବେ ପୁଅ ଉପରେ ରାଗ କରିପାରେ ନାହିଁ। କେବଳ ଗୋଟିଏ ଇଚ୍ଛା ଅଛି, ମରିବା ପୂର୍ବରୁ ଥରେ ତୋତେ ଦେଖିବି। ଚିଠିଟି ସେ ନିଜ ପାଖରେ ରଖିଦେଲେ। କିଛି ମାସ ପରେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହେବାକୁ ଲାଗିଲା। ଡାକ୍ତର କହିଲେ, ବିମଳା ଦେବୀଙ୍କ ପାଖରେ ଅଧିକ ସମୟ ନାହିଁ। ବୃଦ୍ଧାଶ୍ରମରୁ ଅମିତକୁ ଫୋନ୍ କରାଗଲା, କିନ୍ତୁ ସେ ଏକ ଜରୁରୀ ମିଟିଂରେ ବ୍ୟସ୍ତ ଥିଲା। ମୁଁ ପରେ କଥା ହେବି କହି ଫୋନ୍ କାଟିଦେଲା। 2 ଦିନ ପରେ ପୁଣି ଫୋନ୍ ଆସିଲା। ଏଥର ଖବର ଥିଲା, ଆପଣଙ୍କ ମା ଆଉ ନାହାନ୍ତି। ଏହା ଶୁଣି ଅମିତର ହାତରୁ ମୋବାଇଲ ଖସି ପଡ଼ିଲା। ସେ ତୁରନ୍ତ ଭାରତ ଫେରି ଆସିଲା। ବୃଦ୍ଧାଶ୍ରମରେ ପହଞ୍ଚି ସେ ମାଙ୍କ ଖାଲି ବିଛଣା ଦେଖି କାନ୍ଦି ପକାଇଲା। ମ୍ୟାନେଜର ତାକୁ ଏକ ଖାମ୍ ଦେଲେ। ଏହା ଆପଣଙ୍କ ମାଙ୍କ ଶେଷ ଚିଠି। ଅମିତ ଥରୁଥିବା ହାତରେ ଚିଠିଟି ଖୋଲିଲା। ସେଥିରେ ଲେଖାଥିଲା, ପୁଅ, ଯଦି ଏହି ଚିଠି ପଢ଼ୁଛୁ, ତେବେ ମୁଁ ଏହି ଦୁନିଆରେ ନାହିଁ। ମୋ ପାଇଁ କାନ୍ଦିବୁ ନାହିଁ। ମୁଁ ତୋ ଉପରେ ଗର୍ବିତ। ତୁ ମୋ ସ୍ୱପ୍ନ ପୂରଣ କରିଛୁ। କେବଳ ଗୋଟିଏ କଥା ମନେ ରଖିବୁ, ଦୁନିଆରେ ସବୁ କିଛି ମିଳିପାରେ, କିନ୍ତୁ ମା ବାପା ପୁଣି ମିଳନ୍ତି ନାହିଁ। ତୁ ଖୁସିରେ ରହ, ଏହା ହିଁ ମୋର ଆଶୀର୍ବାଦ। ଇତି ତୋର ମା। ଚିଠି ପଢ଼ିବା ପରେ ଅମିତ ଭାଙ୍ଗି ପଡ଼ିଲା। ସେ ବୁଝି ପାରିଲା ଯେ ଟଙ୍କା, ପଦବୀ ଓ ସଫଳତାର ପଛରେ ଦୌଡ଼ି ସେ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପର୍କକୁ ହରାଇ ଦେଇଛି। ସେହି ଦିନଠାରୁ ଅମିତ ନିଷ୍ପତ୍ତି ନେଲା ଯେ ସେ ବୃଦ୍ଧାଶ୍ରମର ବୃଦ୍ଧ ଲୋକମାନଙ୍କର ସେବା କରିବ। ସେ ପ୍ରତିବର୍ଷ ଭାରତ ଆସି ସେମାନଙ୍କ ସହ ସମୟ ବିତାଇବାକୁ ଲାଗିଲା। କିନ୍ତୁ ତାଙ୍କ ମନରେ ଗୋଟିଏ ଦୁଃଖ ସବୁବେଳେ ରହିଗଲା। ଯେତେବେଳେ ମା ଡାକୁଥିଲେ, ସେତେବେଳେ ମୁଁ ସମୟ ଦେଇନଥିଲି। ଆଜି ମୋ ପାଖରେ ସମୟ ଅଛି, କିନ୍ତୁ ମା ନାହାନ୍ତି। ବନ୍ଧୁଗଣ, ଏହି କାହାଣୀରୁ ଏହି ଶିକ୍ଷା ମିଳୁଛି ଯେ ମା ବାପା ଆମକୁ ଜୀବନ ଦିଅନ୍ତି, ନିଜ ସୁଖ ତ୍ୟାଗ କରି ଆମକୁ ମଣିଷ କରନ୍ତି। ସେମାନଙ୍କୁ ଟଙ୍କା ନୁହେଁ, ଭଲ ପାଇବା ଓ ସମୟ ଦରକାର। ସେମାନେ ଥିବାବେଳେ ସମ୍ମାନ ଓ ସେବା କରନ୍ତୁ, ନହେଲେ ପରେ କେବଳ ଅନୁତାପ ହିଁ ରହିଯିବ। ବନ୍ଧୁଗଣ, ଆଜିର କାହାଣୀ ଆପଣଙ୍କ ହୃଦୟକୁ ଛୁଇଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଆଇ ଲଭ୍ ୟୁ ମା ଲେଖି କମେଣ୍ଟ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।